ପିଲେ ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀର ପଦ୍ୟ ଧୂଳି। ଏହାକୁ ଲେଖିଛନ୍ତି ବିଦ୍ୟୁତ୍ ପ୍ରଭା ଦେବୀ। କବି ମାନେ ହେଉଛନ୍ତି ସ୍ରଷ୍ଟା। ମୁଁ ଆଗରୁ ବି କହୁଛି, ଆମେ ଯାହା ଦେଖୁ ତାଙ୍କ ଦୃଷ୍ଟିରେ ତାହା ଅଲଗା ହେଇଥାଏ। ତାଙ୍କର ଚିନ୍ତାଧାରା, their thinking are different and they are thinking freely and different from other। ତାর ମାନେ ହେଲା ତାଙ୍କର ଚିନ୍ତାଧାରା ଅଲଗା ଏବଂ ସେମାନେ ନୂତନ ଚିନ୍ତାଧାରା କରିଥାନ୍ତି। ଆମେ ଯାହା ଖାଲି ଆଖିରେ ଦେଖୁ ତାଙ୍କ ଦୃଷ୍ଟିରେ ତାହା ଅଲଗା ହେଇଥାଏ। ସେମାନେ ଆମେ ପାଦର ଧୂଳି ସବୁଦିନ ଆମେ ଦେଖୁଛୁ, ପାଦରେ ମାଡ଼ିକରି ବି ଯାଉଛୁ, କିନ୍ତୁ ଆମର ସେଥିପ୍ରତି କିଛି ନଜର ନାହିଁ। ହେଲେ କବିଙ୍କ ଚିନ୍ତାଧାରାରେ ସେ ଧୂଳିକୁ ସେ ଏପରି ଜୀବନ୍ତ ରୂପ ଦେଇଛନ୍ତି। ସେ ଅନେକ ଗୁଡ଼ିଏ କବିତା, ଗଳ୍ପ ମଧ୍ୟ ଲେଖିଛନ୍ତି। ବିଦ୍ୟୁତ୍ ପ୍ରଭା ଦେବୀ କେନ୍ଦ୍ରାପଡ଼ା ଜିଲ୍ଲାର ନାଟରା ଗ୍ରାମରେ ଜନ୍ମ। ସେ 1926ରୁ ଜନ୍ମଗ୍ରହଣ କରି 1977ରେ ଇହଲୀଳା ସମ୍ବରଣ କରିଥିଲେ। ଅନେକ ଗୁଡ଼ିଏ ପୁସ୍ତିକା ଲେଖିଥିଲେ। ଯେପରି ଆଉ ଗୋଟେ ତାଙ୍କର କବିତା ହେଲା ଝରା ଶେଫାଲି। ଗୋଟିଏ ଫୁଲ ଯେଉଁଟାକି ସକାଳେ ଫୁଟେ ଏବଂ ସନ୍ଧ୍ୟାରେ ମଉଳି ଯାଇଥାଏ। ସେଇ କ୍ଷଣିକ ସମୟ ଯେଉଁ 12 ଘଣ୍ଟା, ସେଥିରେ ତାର ମହକ ଚାରିଆଡ଼େ ବାସନା ଦେଇଥାଏ ଏବଂ ତାହା ମହାଦେବଙ୍କ ମୁଣ୍ଡରେ ଶିବଲିଙ୍ଗରେ ଅର୍ପଣ କରାଯାଇଥାଏ। ଆମେ ଅନେକ ବର୍ଷ ବଞ୍ଚିବା ଅପେକ୍ଷା ଏ କ୍ଷଣସ୍ଥାୟୀ ପାଇଁ ଆମେ ଯେଉଁ ମହକ ଦେଇଥାଉ ସମାଜକୁ, ତାହା ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିଥାଏ। ଏଣୁ କବି ବିଦ୍ୟୁତ୍ ପ୍ରଭା ଦେବୀ ସେହି ଛୋଟିଏ ଜିନିଷକୁ କେତେ ନିଖୁଣ ଭାବରେ କରିଛନ୍ତି। ଏଥିରେ ଯେଉଁ ଧୂଳି କବିତାଟି, ଏଥିରେ ଧୂଳିକୁ ସେ ଯଦିଓ ନିର୍ଜୀବ ତଥାପି ତାଙ୍କୁ ଧୂଳିକୁ ଜୀବନ ଦେଇଛନ୍ତି। এই ଧୂଳି ଆସ ବିସ୍ତାର ହିସାବରେ ପଢ଼ିବା। ପ୍ରଥମ ପଦ ହେଲା ଆକାଶ ତଳେ ଧୂଳି କଣା ମୁଁ ବିଶ୍ୱେ ଅତି ସାନ, ଜୀବନେ ନା ମୋର ନାହିଁ ତ କେବେ ଏକା ସାଥେ ଅଭିମାନ। এই ପଦରେ ସେ କହିଛନ୍ତି ଆକାଶ ତଳେ, এই ଆକାଶ ତଳେ এই ଧୂଳି କଣା କାହିଁ ଦୀର୍ଘ ଦିନ ଠାରୁ ପଡ଼ିଯାଇଛି। ସେ କାହା ସାଥେ ଅଭିମାନ ନାହିଁ, କାହା ସହିତ ମାନ ନାହିଁ। ସେ କାହିଁ ଦିନ ଠାରୁ ସେ ପଡ଼ି ରହିଛି। ଏହି ଧୂଳିରେ ଅନେକ ଜୀବଜନ୍ତୁ ଚାଲି ଯାଉଛନ୍ତି, ଅନେକ ଲୋକ ଚାଲି ଯାଉଛନ୍ତି, ଅନେକ ଏଠି ସେଇ ଚାଲିବା ବାଟରେ ତାକୁ ପୀଡ଼ା ଦେଇଛି। ଦ୍ୱିତୀୟ ପଦ ରହିଛି ଜନ୍ତୁ ଜୀବ ସବୁରି ପାଦ ପୀଡ଼ଇ ନୀତି ମୋତେ, ନିର୍ବିକାରୀ ତଥାପି ମୁଁ ହିଁ ପଡ଼ିଛି ଧରାତଳେ। ଏହି ରାସ୍ତାରେ ଅନେକ ଜୀବ ଜନ୍ତୁ ଏହି ରାସ୍ତା ଦେଇକରି ଯାଇଛନ୍ତି, ମୋତେ ଦଲି ଚକଟିଛନ୍ତି। ପୀଡ଼ଇ ଅର୍ଥ କଷ୍ଟ ଦିଏ। ନିର୍ବିକାର ସେ ତଥାପି ସେଇ ଧରାତଳେ ପଡ଼ି ରହିଛି, କାହିଁ ଆବାହନ ମାନ କାଲରୁ। এই ଥିଲା ଦ୍ୱିତୀୟ ପଦ। ହେଲେ ଯେତେ କଷ୍ଟ ହେଲେ ମଧ୍ୟ ସେ ସହିଯାଇଛି ଏବଂ ନିର୍ବିକାରରେ ସେ ରହିଯାଇଛି। ତୃତୀୟ ପଦ ହେଲା ଜଗତେ ମୋର କି ଆସିଯାଏ, ସୁଖୀ ଅବା ଦୁଃଖୀ ଏତିକି ଜାଣେ ବିଶ୍ୱ ଜୀବ ମିଶଇ ମୋର ବୁକେ। এই ସଂସାରରେ କେତେ ଦୁଃଖ ଆସିଛି, ସୁଖ ଆସିଛି, ହେଲେ ଧୂଳିକୁ এই ଧୂଳିରେ ସମସ୍ତେ ଧୂଳି ସାଥ ହେଇଛନ୍ତି। ଏହି ଧୂଳିରେ ଜନ୍ତୁ ଜୀବ ସମସ୍ତେ ମିଶି ଯାଇଛନ୍ତି ଏବଂ ସେ ସମସ୍ତଙ୍କୁ ସାଇତି ନେଇଛି। ବାକ୍ୟହୀନ ନିଃସ୍ୱ ମୁହିଁ, ଭରସାହୀନ ଚିର, সকল ଚାପ ନେବାରେ ସହି ଦକ୍ଷ ଏ ମୋ ଶିର। ମୁଁ ଚୁପଚାପ ରହିଛି ନୀରବ ଦ୍ରଷ୍ଟା, ମୁଁ କିଏ କାହାକୁ କିଛି କହେ ନାହିଁ। କିଛି ମୋର ସାହା ନାହିଁ, ଭରସା ନାହିଁ। ଦୁନିଆର ଯେତେ ତାଡ଼ନା ପ୍ରତାରଣା, କେତେ କଷ୍ଟ ମୁଁ ସହି ଚାଲିଛି। ମୋ ଶିର
ମୋ ମସ୍ତକ ଦକ୍ଷ ଯୋଗ୍ୟ ସେସବୁ ଭାରାକ୍ରାନ୍ତକୁ ସହିବା ପାଇଁ ଦକ୍ଷ ହେଇଯାଇଛି। କାହିଁ ଆବାହନ କାଳରୁ ପଞ୍ଚମ ପଦ ବା ଶେଷ ପଦ ସୃଷ୍ଟି ଦିନ ଦେଖୁଛି ବସି ସକଲ ଅଭିଯାନ ଆକାଶ ତଲି ଧୂଳିକଣା ମୋ ବିଶ୍ୱ ଅତି ସାନ। ମୁଁ ସୃଷ୍ଟି ଆବାହନ କାଳରୁ ଦେଖି ଆସିଛି। ଏହି ସୃଷ୍ଟିରେ ଅନେକ ଲୋକ ମିଶିଛନ୍ତି, ମାଟିରେ ମଧ୍ୟ ମିଶିଛନ୍ତି। କେତେ ଅଭିଯାନ, ଏଠି କେତେ ବାହାର ହେଇଛି, ଏଠି କେତେ ଯାତ୍ରା ହେଇଛି, ଏଠି କେତେ ଅନେକ ଘଟଣା ଦୁର୍ଘଟଣା ହେଇଛି। ଆମର କୋଭିଡ-19 ହେଇଥିଲା, ଏଠି ମୁଁ ଦେଖିଛି ମହାଭାରତ ଯୁଦ୍ଧ, ଏଠି ମୁଁ ଦେଖିଛି ଦ୍ୱାପର, ଅନେକ ଆବାହନ କାଳରୁ ମାନେ ଏଠି ପଡ଼ି ରହିଛି ଏବଂ ସବୁକୁ ମୁଁ ସୃଷ୍ଟି ଦିନରୁ ଏହି ଅଭିଯାନ ସବୁ ଦେଖି ଆସିଛି। ହେଲେ ମୋ ବିଶ୍ୱରେ ଅତି ସାନ। ବାସ୍ତବରେ କବିଙ୍କ ଲେଖକନ କିପରି ପଥର ଧୂଳି ମଧ୍ୟରେ ଜୀବନ୍ତ ପ୍ରସ୍ଫୁଟିତ ହୋଇଛି। ଧନ୍ୟ କବିଙ୍କର ଲେଖନୀ, ଧନ୍ୟ ତାଙ୍କର ଚିନ୍ତାଧାରା। କବିତାଟି ଶେଷ ହେଇଯାଇଛି। ପୃଷ୍ଠା 19 ଅଭ୍ୟାସ। ଏଟା ସବୁ ପ୍ରଶ୍ନର ଉତ୍ତର କରି ଆଣିବ। ଯାହା ନ ଜାଣିବ କ୍ଲାସ୍ରେ ଡିସ୍କସନ୍ କରିବା।